Good morning, everyone. Old is gold. ମାନେ ପୁରାତନତାରେ ହିଁ ସତ୍ୟତା, ପୁରାତନତାରେ ହିଁ ନୂତନତା ପ୍ରତିଷ୍ଠିତ ଥାଏ। କେହି ଜଣେ ବହୁତ ସୁନ୍ଦର କଥା କହିଛନ୍ତି। ବୋଉ ଅଥବା ମା ଓ ମମି ବା ମାମା ମଧ୍ୟରେ ପାର୍ଥକ୍ୟ। ବୋଉ କିଏ ଆଉ ମମି କିଏ? ବୋଉ ଏକ ଆଲୁରେ ବାଲୁରେ ନିରୀହ ବିଲୁପ୍ତ ପ୍ରାୟ ପ୍ରାଣୀ, କିନ୍ତୁ ମମି ବା ମାମା ସ୍କୁଟିଠାରୁ ଉଡ଼ାଜାହାଜ ଚଳାଇ ଜାଣିଥିବା ସବୁ ଜନତା ଜୀବଟିଏ। ବୋଉର ପରିବାରରେ ଜେଜେମା, ଜେଜେବାପା, ବଡ଼ ମା, ବଡ଼ ବାପା, ଦାଦା, ଖୁଡ଼ୀ, ଅପା, ପିଉସା ସମସ୍ତେ ସାମିଲ, କିନ୍ତୁ ମମିର ପରିବାରରେ ମା, ବାପା ଆଉ ବୋଉ ପାହାନ୍ତାରୁ ଉଠେ, ଘରଦ୍ୱାର ଓଳାଏ, ଗାଧାଏ ପାଧାଏ, ଠାକୁର ପୂଜା କରେ, ଗୁରୁଜନଙ୍କ ଜୁହାର ହୁଏ, ରୋଷେଇ ଘରେ ରୋଷେଇ କରେ 10 ପାଣି କୁଟୁମ୍ବଙ୍କ ପାଇଁ। କିନ୍ତୁ ମମି ସକାଳୁ ଉଠେ, ଚା କରେ, ଚାହା ପିଉ ପିଉ ପେପର ପଢ଼େ, ମୋ ପାଇଁ ଟିଫିନ୍ କରେ, ପ୍ରେୟାର କରି ମୋତେ ସ୍କୁଲ ଛାଡ଼ି ନେଇ ବସ୍ଷ୍ଟପ୍ରେ। ବୋଉ ରୋଷେଇ ବାସ କରୁ କରୁ ଗାଈ ଗୋରୁଙ୍କ କଥା ବୁଝେ, କିନ୍ତୁ ମମି ଘର କାମ ସାରେ, ବାପାଙ୍କ ଲଞ୍ଚ ଆଉ ଲଞ୍ଚ ପ୍ୟାକ୍ କରି ଅଫିସ୍ ଯାଏ। ସନ୍ଧ୍ୟାରେ ନିଦ ଆସିଲେ ବୋଉ କହେ, ଶୋଇପଡ଼ ଧନ, କାଲି ପାହାନ୍ତାରୁ ଉଠାଇ ଦେବି, ପଢ଼ିଦେବୁ। ମମି କିନ୍ତୁ ନଛୋଡ଼ ବନ୍ଧା। ଆଜିର ପାଠ ଆଜି ହିଁ କରିବାକୁ ହେବ, ଜଗିକି ବସି ସେ ରାତି ଅଧା ଯାଏ। ବୋଉ ପରି ବୋଉର ପଣତ ବି ଏବେ ବିଲୁପ୍ତ ପ୍ରାୟ। ହୁଏତ କିଛି ଦିନ ପରେ ଏହା ଏକ ଆଣ୍ଟିକ୍ରେ ପରିଣତ ହେବ। ଆଉ ମମିର ପଣତ କାହିଁ ନାଇଟ୍ ସୁଟ୍ରେ ପରିଣତ ନଥାଏ। ନାଇଟ୍ ସୁଟ୍ରେ ପଣତ ନଥାଏ। ବୋଉ ଭୋଟ ଦେଲାବେଳେ ବାପାଙ୍କୁ ପଚାରେ କେଉଁଠି ଦେବି। ମମି ଭୋଟ ଦେଲାବେଳେ ବାପାଙ୍କୁ ତାଗିଦ କରେ, ବେଲାଇଟ୍ ଇଜ୍ ସିକ୍ରେଟ୍। ବୋଉର ରୋଷେଇ ଘରେ ପିଠା, ପଣା, କ୍ଷୀରି, କାନିକା, ବେସର, ପତ୍ର ପୋଡ଼ା, କିନ୍ତୁ ମମିର ରୋଷେଇ ଘରେ ପିଜ୍ଜା, କଟଲେଟ୍, ଫ୍ରାଏଡ୍ ରାଇସ୍, ସୁପ୍, କେକ୍। ବୋଉ ନ ପଚାରି ମନର କଥା ସବୁ ଜାଣିପାରେ, କିନ୍ତୁ ମମି ପଚାରି ମଧ୍ୟ ପ୍ରାୟତଃ କିଛି ବୁଝେନା। ବୋଉର ବଳକା ସମୟ ମୋ ପାଇଁ, କିନ୍ତୁ ମମିର ବହୁ ସମୟ କେବଳ ମୋବାଇଲ ପାଇଁ। ବୋଉ ସ୍ୱର୍ଗରେ ଈଶ୍ୱରଙ୍କ ଦ୍ୱାରା ତିଆରି ହୋଇଥାଏ, କିନ୍ତୁ ମମି ପୃଥିବୀର କେଉଁ ଏକ ଯନ୍ତ୍ରରେ ଗଢ଼ା। ବୋଉର କୌଣସି କାର୍ଯ୍ୟ ଅନ୍ୟକୁ ଦେଖାଇବା ପାଇଁ ନୁହେଁ, କିନ୍ତୁ ମମି ତ ବାଥରୁମ୍ ଭିତରେ ବି ମୋବାଇଲ ନେଇଯାଇପାରେ। ଦେହ ଖରାପ ହେଲେ ବୋଉ ଡାକ୍ତରଖାନା ନିଏ ନା, ବରଂ ତା ହାତରେ ମୁଣ୍ଡକୁ ଆଉଁସି ଦେଇ ଭଲ କରିଦିଏ। ଦେହ ଖରାପ ହେବାର ଥିଲେ ମମି ଡାକ୍ତରଖାନାରେ ଛାଡ଼େ ଏବଂ ଇଞ୍ଜେକ୍ସନ ନାଁରେ ଦୂରେଇ ରୁହେ। ବୋଉ ମୋତେ ଆନ୍ତରିକ ଗେହ୍ଲା କରେ, ସେଥିପାଇଁ ଲୋକ ଦେଖାଣିଆ ଗିଫ୍ଟ ଦିଏ ନାହିଁ। ମମି ତ ସ୍ନେହ ଉତ୍କଣ୍ଠାପୂର୍ଣ୍ଣ, କାରଣ ସେ ଗିଫ୍ଟ ଦିଏ। ବୋଉ ଫଟୋ ଉଠାଇବା ତା ବଳିଦାନର ପ୍ରମାଣ ରଖେ ନାହିଁ, କିନ୍ତୁ ମମି ସେଲ୍ଫି ନିଏ ଓ ଫେସବୁକରେ ଜଗତକୁ ପ୍ରମାଣ ଦିଏ। ବୋଉ ଏକ ଅବସ୍ତୁଗତ ଚିରନ୍ତନ ସତ୍ୟ, ଦେଣନେଣ ଊର୍ଦ୍ଧ୍ୱରେ, କିନ୍ତୁ ମମି ଏକ ବସ୍ତୁଗତ କ୍ଷଣିକ ଆବେଗ ସତ୍ତାପୂର୍ଣ୍ଣ। ବୋଉ ବର୍ଣ୍ଣନାତୀତ, ମମି ବର୍ଣ୍ଣନାକ୍ଷମ। ବୋଉ ବାପାଙ୍କ ଭିତରେ ଝଗଡ଼ା ହେବା ମୁଁ ଦେଖି ନାହିଁ। ମମି ଡାଡି ଭିତରେ ପ୍ରତିଦିନ ଘନଘୋର ଝଗଡ଼ା ଲାଗେ। ମମି ସବୁବେଳେ ବାପାଙ୍କୁ ତାଗିଦ କରିବାକୁ ଚେଷ୍ଟା କରେ। ମୋ ପାଇଁ ହୋଇଥିବା କୌଣସି ଖର୍ଚ୍ଚର ହିସାବ ବୋଉର ମନେ ନାହିଁ, କିନ୍ତୁ ମମି ଜନ୍ମ କରିଥିବା ସନ୍ତାନର ଡାକ୍ତରଖାନାର ସମସ୍ତ ବିଲ୍ ଆଲମାରିରେ ସୁରକ୍ଷିତ ରହିଛି। ବୋଉ ଡାକରେ ପେଟ ପୂରେ, କିନ୍ତୁ ମମି ଡାକରେ ମନ ମରେ। ଧନ୍ୟବାଦ।